शला मु आज आसी माने निश्चय मैडम को देखा करके जीवी हाँ एटा शला गोटे फालतू मनुष्य शला मनुष्य को मनुष्य भाया व्यवहार कर फालतू लोक को टिकार मु आज आसी माने मैडम को देखा करके जीवी तुम काम तुम कर हाँ बेसी गोटे कथा गुआड़े देबू चल बाक मैडम 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 मु आसी मैडम कली कौन कल दंडवत असुविधा पर मैडम प्रथम मोर अभियोग महिला कमिशनर पर आमर समाज रे पुरुष कमिशनर गठन होगा निहाती दरकार कौन पे तुम एम सब कहूच ए महिला मान को अत्याचार हेले से माने आम पुरुष मान को नहीं महिला कमिशनर द्वारा अत्याचार करोछंदी जदि गोटे महिला पुरुष ऊपर अत्याचार करे आम पुरुष जाति कौन माड़ गाड़ी कहीं घर कोण पड़ी रहिबो हेले किए सब एमती करछि करिबो किए किए मो माई कौन हैला तुम माई पई सब करछि हाँ मो स्त्री मो ऊपर पूरा अत्याचार करछि मैडम कौन कहूच तमे तुम स्त्री तुम ऊपर अत्याचार करछि देखो तो आज्ञा की अत्याचार आज्ञा मो गोड़ ठारू मुंड पर्यंत नो गया हाँ अच्छा कौन सब अत्याचार करछि कहला मैडम से अत्याचार मु सही सही गोटे माइप वंदना रचना करी कौन हैला माइप वंदना माइप वंदना बोली देला परे मो स्त्री मो ऊपर को टाइप रो अत्याचार करछि आपण सब जानि देबे ताले बोली दियन हाउ बोलुछि बोला जय तू घरणी मोर जय उर्ग चंडी तो मुह चाहिले मुके दिए तुंडी जय तू घरणी मोर जय उर्ग चंडी तो नाम शुणिले मुई मुके दिए तुंडी पलक ऊपरे रही रड़ू घन घन आलो चाटी के डेरी हेले करू तू गर्जन हाय हाय मो हाय हाय मो ngaraणी मो आगे उबा है उधरी चुचा चुन हाय हाय मो ngaraणी उठू दर्पण को मुह तोर चाऊ किले पाउडर बोली सजबाज हऊ लाल लिपस्टिक बोला अटे तो दर रक्त मुखा देवी परी दिशु तू सुंदर हाय हाय मो ngaraणी सजल बोला पठाणी हाय हाय मो ngaraणी डरे तो भाई को करे मु दुआर बयस रे सान पछे हेई थाउ मोर आलो मो बापा मा सेवा मुई करी नाई तो मम्मी डैडी सेवा करू अछि मु हाय हाय मो ngaraणी मो आड़ू को डली लाणी तो सन भौणी हाय हाय मो ngaraणी
ଶ୍ରୀ ମାଇପ ପୁରାଣ ତୈଜସ ଅଧ୍ୟାୟ ଗେରସ୍ତ ଉବାଚ ଓମ୍ ଆଚ୍ଛା ତାହେଲେ ଏମିତି ସବୁ ଅତ୍ୟାଚାର ତମ ପ୍ରତି ହେଇଛି ନାଇଁ? ହଁ ଆଜ୍ଞା, ଆପଣ ଏତେ ରିପିଟ୍ କରିକି କ'ଣ ପଚାରୁଛନ୍ତି? ମୋତେ ଭାରି ଲାଜ ଲାଗେ। ନା ନା, ଏଇଟା ନିହାତି ଅନ୍ୟାୟ କଥା। ସ୍ୱାମୀ ଦେବତା ସମାନ, ତାକୁ ପୂଜା କରିବା ଦରକାର। ଆଜ୍ଞା, ମୁଁ ଦେବତା ନୁହେଁ, ଆଉ ମୁଁ କୁତ୍ତା। କଣ ହେଲା? ଏଇଟା ମୋ ସାନ ଭାଇଟା, ମୁଁ ତାର ସବୁ କାମ କରେ। ସବୁ କାମ କର? କରେ ମାନେ ସେ ମା ଅଭୟା ଖାଲି ଅର୍ଡ଼ର ଦେବ, ଖଟ ଉପରେ ବସିବ, ମତେ ମୁଁ ମାର୍କେଟିଂ କରିବି। ଆଜ୍ଞା ଶୁଣନ୍ତୁ, ମୁଁ ମାର୍କେଟିଂ କରିବି, ପରିବାପତ୍ର ଆଣିବି, ତାକୁ ଟିକେ ଧୁଆ ମଜା କରିବି, ଖାଇବାକୁ ଦେବି, ସବୁ କରି ସେ ମାଇକିନା 30 ବାଲ୍ଟି ପାଣି, ହେ ଭଗବାନ! 30 ବାଲ୍ଟି ପାଣିରେ ଖାଲି ଗାଧୋଇବ। ସେତକ ଆଣିକି ଦେବି। ମୁଁ ମୋତେ କହିବ ଗୋଟେ କାମ କରି ଲୁଗାପଟା ଆଣିକି ଫୋପାଡ଼ି ଦେବ। କଣ ହେଲା? ଫୋପାଡ଼ି ଦେଇକି କହିବ ସବୁ ଆଣିକି ହକାଳି ଦେବୁ। ହଁ? ମୁଁ ସବୁ ହକାଳି ଦେବି। ଆଜ୍ଞା 2ଟା ତକିଆ, ଗୋଟେ ଗୋଡ଼ ତଳେ ଆଉ ଗୋଟେ ମୁଣ୍ଡ ତଳେ ଦେଇ ସେ ମାଇକିନା ଖାଲି ଶୋଇବ। ଶୋଇବ? ଆଉ କୁହନ୍ତୁନି ଆଜ୍ଞା, ଖାଲି ଶୋଇବ। ଆଉ ଆଜ୍ଞା ମୋତେ କହିବ ମୋଡ଼। ତମେ ତାଙ୍କୁ ଗୋଡ଼ ମୋଡ଼? ମୋଡ଼େ ମାନେ ଶଳା ମାଇକିନା କହୁଛି ନ ମୋଡ଼ିଲେ ଗାଈ ନାତ ହେଲା ବେଳେ ମାରି। ମୋର ଆଜ୍ଞା ଆଉ ଧୈର୍ଯ୍ୟ ନାହିଁ ଆଜ୍ଞା। ଆଜ୍ଞା ସେ ପୁଣି ପାନ ଖାଏ। ପାନ ଖାଏ? ପାନ ଖାଏ ମାନେ ପୁରା ଭେରାଇଟି ମସଲା ପାନ, ମାନେ ପତଳା ଚୂନ, ସରୁଆ ଗୁଆ, ଚାଲୁ ଗୋପାଳ, ସୁରଭି, ଧୂଳି ଗୁଣ୍ଡି, ଗନ୍ଧ ଶୁଣ୍ଠି, ସବୁ ଖାଏ। ଆଚ୍ଛା ତମେ କଣ ଏଥିପ୍ରତି କିଛି ପ୍ରତିବାଦ କରିନ? କରିଥିଲି ମ୍ୟାଡ଼ାମ୍, କଣ ହେଲା? ହେଲେ ମୋତେ କହିଲା ବେଶୀ ଆଉ ନାଲି ଆଖି ଦେଖାନା, ଯଦି ବେଶୀ ନାଲି ଆଖି ଦେଖେଇବୁ ମୁଁ କ'ଣ କରିବି ଜାଣିଛୁ? କଣ କହିଲା ବେଶୀ ଆଉ ନାଲି ଆଖି ଦେଖିଲେ ମୁଁ ସିଧା ମହିଳା କମିଶନକୁ ଯିବି, ଆଉ ତମକୁ ଥାନାକୁ ପଠେଇବାର ବ୍ୟବସ୍ଥା କରିବି। ତାହେଲେ ତ ରାଗି ଯାଇ ତମେ ନିଶ୍ଚୟ ଧର୍ଷଣ କରିଥିବ? ହଁ ଘୋଡ଼ା ଡିମ୍ବୁଡ଼ା କରିଛି ନା। ସେ କ'ଣ ବଇଲର କୁକୁଡ଼ା, ତାକୁ 2-4ଟା ଇଞ୍ଜେକ୍ସନ୍ ଦେଇଦେବି, ସେ ଖାଲି ଗଳେଇ ଦେବ। ତମେ ତାଙ୍କ ବାପା ମା କି ଜଣେଇଛ? ବାପା ଭାଇକି ଶଳା ତା ବୋପା ଭାଇକି ଜଣେଇବାଟା ଯା ଆମ ଗାଁ ବୁଲା କୁକୁରକୁ ଜଣେଇବାଟା ସହିତ ସମାନ, ବୁଝିଲେ ମ୍ୟାଡ଼ାମ୍? ମୁଁ ଦିନେ ମୋ ଶ୍ୱଶୁରଙ୍କୁ ଡାକିକି କହିଲି, ହଁ। ମୁଁ କହିଲି ଆଜ୍ଞା ଆଉ ଯାଉଛି ତ ଆପଣ ଟିକେ ଝୁଅକୁ ବୁଝାନ୍ତୁ, ଆଉ ଆପଣ ଝୁଅ ଏମିତି ବହୁତ ଅମାନିଆ ହେଉଛି, ସେ ବାଇପାସ୍ ଆଡ଼େ ଯାଇକି ବୁଲୁଛି, ଆଉ ଗୋଟେ ସ୍ୱାମୀରେ ତାର ମନ ପୁରୁନି ବୋଲି ଅନେକ ସ୍ୱାମୀ କରିବାକୁ ଯାଉଛି। ତା ବୋପା ମୋତେ କ'ଣ କହିଲା ମ୍ୟାଡ଼ାମ୍? କଣ କହିଲେ? କହିଲା ଦେଲି ନାରୀ ହେଲି ପାରି। ଆଚ୍ଛା ତମେ କେତେ ବର୍ଷ ହେଲା ବାହା ହେଲଣି? କେତେ ବର୍ଷ ରହିଥ, କେତେ ବର୍ଷ ମାଘ ଆଶ୍ଵିନ କାର୍ତ୍ତିକ କେତେ ଆଜ୍ଞା 6 ବର୍ଷ ହେଲା। 6 ବର୍ଷ ହେଲାଣି? ଆଚ୍ଛା ତମର ପିଲା ଛୁଆ କେତେଟା? ପିଲା ଛୁଆ କିଛି ନାହିଁ ଆଜ୍ଞା, ସେ କ'ଣ କୁକୁଡ଼ା ଅଣ୍ଡା କି? 6 ବର୍ଷ ହେଲା ବାହା ହେଲଣି, ପିଲା ଛୁଆ ନାହିଁ? ନାଇଁ ଆଜ୍ଞା କିଛି ହେଇନି। ତା ମାନେ ତମର ତାଙ୍କ ସହିତ ଶାରୀରିକ ସମ୍ପର୍କ ହେଇନି? ଆରେ ଆରେ କାନ୍ଦୁଛ କଣ ପାଇଁ? ପତର କାଟିବ ମ୍ୟାଡ଼ାମ୍, ପତର କାଟିବ। ମ୍ୟାଡ଼ାମ୍ ମୁଁ ଦିନେ କହିଲି ହଁ। ଆସୁନ ଆମେ ଟିକେ ଦେହର ସମ୍ପର୍କ କରିବା। ସେ ମୋତେ କ'ଣ କହିଲା ଜାଣିଛ ମ୍ୟାଡ଼ାମ୍? କହିଲା ଶାଢ଼ୀ କାନିକି ଚିରି ଦେବି, ବ୍ଲାଉଜକୁ ଛିଣ୍ଡେଇ ଦେବି, ଆଉ ଗାଲୁକୁ ରାମ୍ପୁଡ଼ି ଦେବି, ସିଧା ଯାଇକି ଥାନାରେ ଠିଆ ହେବି, ତମେ ମୋତେ ଧର୍ଷଣ କରିଛ ବୋଲି କହିବି। ତାହେଲେ ଏଥର ତମେ ରାଗି ଯାଇ ଦର୍ଶନ କରିଥିବ? ହଁ ଘୋଡ଼ା ଡିମ୍ବୁଡ଼ା କରିଥିବ ନା। ଶଳା ଧର୍ଷଣ କ'ଣ କରିବ? ସୁପ୍ରିମକୋର୍ଟ ପରା ଶଳା ସେଇ ରାୟ ଦେଇଛି, ପରକ୍ରିୟା ପ୍ରୀତି ଦଣ୍ଡନୀୟ ଅପରାଧ ନୁହେଁ। ସେ ଶଳା ମାଇକିନାକୁ ଆଉ କ'ଣ କହି ହେଉଛି? କାଇଁ? ଆଜ୍ଞା ତେଣୁକରି ସେ ମୋ ଖୁସିର ଘରରେ ମୁଁ ତାଲା ପକେଇ ଦେଇ ଆମ ଗାଁ ପୋଖରୀ ତା ଗଣ୍ଡୁକୁ ଚାବିଟାକୁ ଫୋପାଡ଼ି ଦେଇଛି। ସତରେ ତମ କଥା ଶୁଣିଲେ ମତେ ଭାରି କଷ୍ଟ ଲାଗୁଛି। କଷ୍ଟ ଲାଗିବା କଥା ପରେ ଆଜ୍ଞା, ଆଜ୍ଞା ମୋତେ କୁହନ୍ତୁ, ଏବେଠୁ ମଣିଷ ପେଟ ଗର୍ଭରୁ କୁକୁର ଛୁଆ ଜନ୍ମ ହବ? କଣ ହେଲା? ମଣିଷ ଗର୍ଭରୁ କୁକୁର ଛୁଆ କେମିତି ଜନ୍ମ ହବ ଯେ? ସିଏ ମୋତେ କହିଲା ତମେ ସ୍ୱାମୀ ହେଇଛ ମାନେ ସ୍ତ୍ରୀର ସବୁ କର୍ତ୍ତବ୍ୟ ପୂରଣ କରିବା ତମର ନିହାତି ଦରକାର। ତମେ କଣ କଲ? ସେ ମୋତେ ଦିନେ ଏବେ ମ୍ୟାଡ଼ାମ୍ 15 ଦିନ ଲାଗେ ରାଗିକି ଖାଉନି, ମୋତେ କହୁଛି କହିଲା ଗୋଟେ ମୋ ପାଇଁ ବିଦେଶୀ କୁକୁର ଆଣିବ। ବିଦେଶୀ କୁକୁର?
हेले मैडम से कहले मु एकर किछि सुनिया न मो गोटे विदेशी कुकुर आण विदेश करे कौन हबो हेले मैडम विदेशी कुकुर आनिया को 15,000 टका लागिव ना नाही निश्चित। मु कहली मु तो देसी कुकुरटा अछि आ तोर विदेशी कुकुर कम ना नाही मोर विदेशी कुकुर दरकार तार कुआडे बड़ लांगुड ताडी हले हले बाड़ी हेले ताको भारी भल लागिव कहला सिए मो कांगरे खाइब पीब पाखरे शोइब बुझिले मैडम सला गोटे माइकिना पाखरे अंड्रिया कुकुरटा शोइब केमिति कहले तोला मु शोइबी दांत दुआरे तोला मशा मते खाई दियाउछंती से तोला जाइकी शोइब मो माइकिना पाख मु आज्ञा सही पारनी मु मरी जीवी आज्ञा यदि आपण मो कथा न विचार करिवे मु एठी आज सुसाइड करिबी नहीं नहीं मैडम सुसाइड करिबी मैडम एटा नियति अन्याय कथा महिला कमिशन दिले नारी मान सुरक्षा पाई कहीं ना ए समाज रे नारी मान को अपराध दुर्बल मने करछोंदी ता माने नुहे जे नारी माने पुरुष मान को अत्याचार करिवे एमित करे से मान को भी दंड दिया जीवो मैडम मु मरी जीवी आपण मो कथा विचार करंतु मैडम अनेलु तोर सड़ा मरी जीवा दरकार मरिया पूर्व मो झील को फेरई दे नले तो अवस्था खराब कर दी भाग ओ ओ ओ कौन बे सड़ा ढो 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 हाँ मु मरी जीवी तमे कोन जमदूत जमदूत नुह तू जो झील को उठे आनछु मु ता बापा अच्छा मौसा हैं? तम झियो कोन स्त्री आ स्त्री नुआ कौन जिते मास मास धरिकी बुलुचे भाकुड़ा कुकुर सड़ा स्त्री नई कौन भौणी हम तम झियो मो स्त्री हाँ या पर जो किलाटा हव संभाଳିब तो ए सड़ा मो झील को उठे आनी पुणी तू मत उल्टी किला देखा ए से किला तो पाखे मुझे भर्ती कर दिए बुझल सेई किला तमर काम करबनी कहीं कौन लगे तम झ एमिति कीर्ति करछि जे हाँ। बाप अनुसार आईन तो तमे ही अपराधी नहीं बा दरकार पड़ले तमे भी अरेस्ट होबाक पड़िबो पीठ सळाकू कौन आउता आउथरे पीठ सळाकू सड़ा अरेस्ट भी काई तमे एमती किए कि आज्ञा हाँ। सी हौसनी महिला कमिशनर सेक्रेटरी ସେଇଟା। फेरा दबाकू आसी ताका आगरे काई कौन है अत्याचार करूची तू मोर सबुतिक रोजगार टंका को ता बोपा भाई की दउची हाँ आउ ता बोपा कतारे पड़ी हाँ मो संसार भांगुची अरे तू मो झील ना फेर दाव गाइचु बा तते सड़ा तते भात खंडे दउची कुकुर भलिया पालची सड़ा तो ପାଇଁ बहुत बड़ कथा तू पुणी फेरा देइचु मो झील ना काई कौन फेरा देबे कौन फेरा दे नार बिया कौन फेरा देइचु मो झील ना कौन है जे कौन है हाँ आज्ञा हाँ मु आ जम्मा सही पारिबिनी मैडम मो कथा विचार करंतु मैडम अच्छा मौसा तमे एठु जीव ना थाना को फोन करबी आए मु जीवी मो बापा जी जीव ना, टिके रे, फोन कर दे। गरम हेलणी मु जान तमे महिला कौन सेक्रेटरी तमे मते कुआडे नेले कुआडे पुरे दबो अच्छा तू सळा जेणुआ महाती नबे आ चेहराटा पाखा कि निश्चित ସେଇଥିପାଇଁ ମୁଁ ଭୁଲରେ ପଳେଇ ଆସିଲି ଆଜ୍ଞା ମୋ ଝିଅ ଏଇ ବାବୁଙ୍କ ସ୍ତ୍ରୀ ନୁହଁ ଆ ୟାର ଶରୀର ଯେଉଁ ଓଜନ ମୋ ଝିଅ କାହିଁ ହେବ ବୁଝିଲେ ଆଉ ମୁଁ ଯାଉଛି ଆଜ୍ଞା ଭୁଲରେ ପଶି ଆସିଲି ମଣିଷ ବଡ଼ ଅଜାଗାରେ ପଡ଼ିଲା ଆଉ ତମେ ନାଗ ଚାଲିଲି ए सळा बुढ़ा आसिक मो मुंडटा को टीण करदेला कोठी आसिक पहुँची गला सळा ग्याप टाइम मो क्याप बंद करदेला पीठ सळा को मैडम एथर कहतु मो दुख केपरि दूर हब हाँ शुण महिला कमिशन तैयारी होती नारी मान सुरक्षा पाई कहीं ए समाज रे नारी मान अपराध दुर्बल मन कर माने नुह जे नारी मैंने पुरुष मान अत्याचार करेंगे एमती गले से भी दंड दिज्व आज्ञा आपण मानक पुणे हाथ हाथ जोड़ी नमस्कार आपण मैंने आम दुई जन को चिन्ह पारुथिबो आज्ञा आम हेलु से बेणुधर आउ बिजुली ताले हे जाऊ गोटे करताली बोलान देख बार हरि बोल हरि बोल अरे तो भली दायित्वहीन पिला मु कोठी देखिनी आज सावित्री आज भली दिन रे स्वामी हिसाब रे तोर आवश्यक पड़ुथिला बळे तू घर छाड़ी केमिति चली गलु मु सुने किछि सफाई देवा दरकार नहीं तू शीघ्र आसी घरे पहुंच बस हेलो अरे
ବାସୁ ନା? ହଁ ଆଜ୍ଞା ମୁଁ ବାସୁ। ଏତେ ଦିନ ପରେ ଚିହ୍ନି ପାରିଲେ? ଯାଉ ଏଇଟା ହଉଛି ମୋର ସୌଭାଗ୍ୟ। ଆରେ ଭୁଲିଯିବି କେମିତି? ଯାହାହେଲେ ବି ତୁ ମୋ ଘରେ କିଛି ଦିନ କାମ କରିଥିଲୁ, ଆଉ ହଠାତ୍ କେମିତି ଚାଲି ଆସିଲୁ? କିଛି ଅର୍ଥର ଆବଶ୍ୟକ ଅଛି ବୋଧେ? ନା ନାଇଁ ବାବୁ, ଅର୍ଥର ଆବଶ୍ୟକ ନାହିଁ। ଏମିତି ସହରକୁ ଆସିଥିଲି, ଆପଣଙ୍କୁ ଦେଖା କରିବାକୁ ଚାଲି ଆସିଲି। ଆଉ ଜୀବନ ବାବୁ ଘର ନାହାନ୍ତି କି? ବିଧାନ? ଆଜ୍ଞା ବିଧାନ। ଆରେ ବିଧାନ ଆଉ ଛୋଟ ଛୁଆ ହେଇ ଅଛି ଯେ ଆଜ୍ଞା। ତୁ ଏତେ ଦିନ ପରେ ଆସିଛୁ ତାକୁ କୋଳେଇ କାଖେଇକି ଏଲ କରିବୁ ବୋଲି। ହଉ ତୁ ରହ, ମୁଁ ବାରୁଣୀକି ଡାକି ଦଉଛି। ଆଜ୍ଞା। ସେ ତତେ ଦେଖିଲେ ବହୁତ ଖୁସି ହବ। ଆଜ୍ଞା। ମୁଁ ଡାକି ଦଉଛି, ତୁ ରହ। ବାରୁଣୀ, ବାରୁଣୀ, ଆରେ କିଏ ଆସିଛି ଦେଖିବ, ଆସ। ବୁଝିଲୁ ବାସୁ, ମୋ ଭଳି ମୋ ପିଲା ଦିଟା ଦାୟିତ୍ୱବାନ ହେଲେଣି। ଆଜି ଦେଖୁନୁ, ଆଜି ସାବିତ୍ରୀ, ଆଜି ଭଳି ଦିନରେ ବୋହୁ ଅପେକ୍ଷା କରିଛି ପୂଜା କରିବ ବୋଲି, କିନ୍ତୁ ବିଧାନ ବାବୁଙ୍କର ଦେଖା ନାହିଁ। ବାପା ବୋଉ ଆସିପାରିବେନି ବୋଲି କହିଲେ, ଆଉ ସେଇଥିପାଇଁ ମୁଁ ଚାଲି ଆସିଲି ଏଠିକି। ଆରେ ମା, ଇଏ ହଉଛି ବାସୁ। ବିଧାନ ବିବେକ ଯେତେବେଳେ ଛୋଟ ଛୁଆ ଥିଲେ, ସେତେବେଳେ ସେ ଆମ ଘରେ 2 ବର୍ଷ ଚାକିରି କରିଥିଲା। ଆଉ ହେଲେ ତା ଜୀବନରେ ଏମିତି ଏକ ଝଡ଼ ଉଠିଲା ଯେ ସେ ସହର ଛାଡ଼ି ଗାଁକୁ ଚାଲିଗଲା। ହଁ ମା, ତତେ ମୁଁ ତା ବିଷୟରେ ପରେ କହିବି। ତୁ ବାସୁ, ତମେ 2 ଜଣ କଥା ହଉଥା, ମୁଁ ଟିକେ ଭିତରୁ ଆସୁଛି। ଆଜ୍ଞା। ଏ ମା, ତୁ କଥା ହଉଥା, ମୁଁ ଭିତରୁ ଆସୁଛି। କିନ୍ତୁ ଆସୁଛି ଟିକେ ଖବର ଦବୁନି? ଖବର ଦେଇଥିଲେ କିଛି ଆଉ କହିବୁନି? ଅଧିକ କଣଟା ହେଇଥାନ୍ତା? ଆରେ ତତେ ଦେଖିବା ପାଇଁ ମତେ ଇଚ୍ଛା ଥିଲା ବି ମୁଁ ଆସିପାରୁନଥିଲି। ତୁ ରାଣ ସମତ ପକେଇ ମତେ ବାନ୍ଧି ଦେଇଥିଲୁ ନା, ମୁଁ କେମିତି ଏତାଟି। ଆଉ ଆଜି ସାବିତ୍ରୀ ଭଳି ଦିନରେ ଶଙ୍ଖା ଶାଢ଼ୀ ସିନ୍ଦୁର ଧରି ଆସିଛ ଭାଣିଜୀର ବୋହୂ ବେଶ ଦେଖିବାକୁ। ତାମାନେ ବିଧାନ ବାବୁ? ନାଇଁ ମାମୁ, ଏଥିରେ ବିଧାନ ବାବୁଙ୍କର କିଛି ଦୋଷ ନାହିଁ। ପରିସ୍ଥିତିର ବିଧାନରେ ସିଏ ବି ବନ୍ଦୀ। କଥା କଣ କି ମାମୁ, ବେଳେ ବେଳେ ଶଙ୍ଖ ସିନ୍ଦୁର ସମସ୍ତେ ଝିଅମାନଙ୍କୁ ସୁରକ୍ଷା ଦେଇଥାଏ ସତ, ହେଲେ ସେହି ଶଙ୍ଖ ସିନ୍ଦୁର ଯେତେବେଳେ ଝିଅଟିର ସାହାରାକୁ ଛଡ଼େଇ ନେବାକୁ ବସେ, ସେତେବେଳେ ସେ ଝିଅଟି ବିଚାରି କଣ କରିବ? ସେ ଶଙ୍ଖ ସିନ୍ଦୁରକୁ ନିଜର କରିବ ନା ପାଇଥିବା ସାହାରାକୁ? ତମେ କଣ କଲ ପ୍ରଭୁ? ଏ ବାସୁ ପ୍ରଧାନର ସବୁ ଆଶା ନିରାଶକୁ ମାଟିରେ ମିଶେଇ ଦେଲ। ନାଇଁ ମାମୁ, ଏଥିରେ ଭଗବାନଙ୍କର କିଛି ଦୋଷ ନାହିଁ ମାମୁ, ସବୁ ଦୋଷ ହଉଛି ମୋ ଭାଗ୍ୟର। ବର୍ଷା, ଏ ମା, ମୁଁ ହାରିଗଲି ରେ ମା, ମୁଁ ହାରିଗଲି। ଏମିତି ଭାବରେ ହାରିଗଲି ଯେ ଆଉ ଜୀବନରେ କେବେ ଜିତିବା ଆଶା ଧରିବିନି ରେ ମା, କେବେ ଧରିବିନି। ଛି ମାମୁ, ତମେ କାନ୍ଦନି କି ଆଖିର ଲୁହ କୁଡେ ମୋ ପାଇଥିବା ସାହାରାଟାକୁ ମୋ ପାଖରୁ ଛଡ଼େଇ ନେବାକୁ ଇଚ୍ଛା କର। ମାମୁ, ମୋ ପରା ହଉଛି ଗୋଟେ ବରୁଣୀ କନ୍ୟାଟିଏ। ଶଙ୍ଖା ସିନ୍ଦୁରର ସୌଭାଗ୍ୟ ମୋ ପାଖରେ ବାସିବ କୋଉଠୁ? ବରଂ ସେଦିନ ମୋ ହାତରେ ଯୋଉ ଶଙ୍ଖ, ମୋ ମଥାରେ ଯୋଉ ସିନ୍ଦୁର ଦେଖିଥିଲ, ସେ ସବୁ ଥିଲା ଅଭିନୟର ରଙ୍ଗ ପାଉଡର। ଅଭିନୟ ସରିଗଲା ପରେ ସେସବୁର ଆଉ କି ଆବଶ୍ୟକତା ଅଛି? ମାମୁ, କିଛି ନାହିଁ ମାମୁ, ତମେ ଭଲ କରିଛ ମାମୁ। ଆସିଲ, ତମ ସହିତ ଟିକେ ଦେଖା ହେଇଗଲା, ହେଲେ ମାମୁ ତମେ ଏଠୁ ଚାଲିଯାଅ ମାମୁ। ମୁଁ ଏଠି ବହୁତ ଖୁସିରେ ଅଛି ମାମୁ, ବହୁତ ଖୁସିରେ ଅଛି। ଏଠିକି ଆସିବା ଆଗରୁ ତମେ ଫେରି ଯାଅ ମାମୁ, ଫେରି ଯାଅ ଏଠୁ। ତମ ବର୍ଷା ଆଜି ସତକୁ ସତ ଗୋଟେ ବରଷାର ରାଣୀ ପାଲଟି ଯାଇଛି ମାମୁ। ଶ୍ରାବଣର ବର୍ଷା ପରେ
ଏ ବର୍ଷ ଆଖିରୁ ଲୁହ ନିକିଡ଼ି ନିକିଡ଼ି ବନ୍ୟା ସୃଷ୍ଟି ହେଇଯିବ ସିନା, ହେଲେ ହେଲେ ଶୁଖିବାର ସୁଯୋଗ ସୃଷ୍ଟି ହବନି। ଏ ମା ତୁ ଯେମିତି କହ ନା ମା, ତୁ ଯେମିତି ହଁ ମାମୁ ହଁ, ତା ନହେଲେ ତମ ନିଜ ଅଜାଣତରେ ମୋ ନା କାହିଁକି ବର୍ଷା ରଖିଥାନ୍ତ? ମୋର ଭୁଲ ହେଇଯାଇଛି ମା, ମୋର ଭୁଲ ହେଇଯାଇଛି, ମୋର ଭୁଲ ହେଇଯାଇଛି। ତମ ଭାବ ପ୍ରବଳତାରେ ଆଉ ଗୋଟିଏ ଭୁଲ କରିଦେଇଛ ମାମୁ। ଏ ମା ସେଦିନ ମୋ ଘରୁ ଆସିଲା ବେଳେ ତମେ କାଳିଜାଇର ଗୀତ ବୋଲି ପାଗଳକୁ ଭଳି ପ୍ରଳାପ କରୁଥିଲ, ହେଲେ ମାମୁ କାଳିଜାଇ ପରି ମୁଁ ମରିଯାଇନି ମାମୁ, ଏ ବର୍ଷା ମୁଁ ବଞ୍ଚିଛି। ତୁ ଚୁପ ହେଇଯା ମା, ତୁ ଚୁପ ହେଇଯା, ଚୁପ ହେଇଯା। ଆରେ ଏ ବାସୁ, ଆରେ କ'ଣ ହେଲା? ତମେ ଦି ଜଣ ନିଜ ନିଜ ଭିତରେ କଥା ହେଇ ଆଖିରୁ ଲୁହ ଗଡ଼େଇ ଦେଲ ନା? ମୁଁ ଜାଣିଛି ପରା, ହେ ମୋ ମା ବର୍ଷା ଯେମିତି ତମେ ବି ବାସୁ ଠିକ୍ ସେମିତି। ହଁ ହଉ, ଏଇ ନେ ଟଙ୍କା ନେ। ଟଙ୍କା ଟଙ୍କା ମୋର କ'ଣ ବାବୁ? ଆରେ ନେ। ନାଇଁ ବାବୁ, ଆରେ ଯାହେଲେ ତୁ ମୋ ଘରେ କେତେ ଦିନ କାମ କରିଥିଲୁ, କିଛି ନ ଦେଇ ଖାଲି ହାତରେ ଛାଡ଼ିଦେଲେ ମନ ଦୁଃଖ ହବନି? ନାଇଁ ବାବୁ, ମୋ ଟଙ୍କା କିଛି ଦରକାର ନାହିଁ। ଏମିତି ସହଜକୁ ଆସିଲି, ଆପଣଙ୍କୁ ଦେଖା କରିକି ଚାଲିଯିବାକୁ ଆସିଥିଲି। ମୋ ଟଙ୍କା କିଛି ଦରକାର ନାହିଁ। ଆପଣଙ୍କ ସହିତ ଦେଖା ହେଇଗଲା, ମୋର ଏଇଟା ହେଉଛି ସୌଭାଗ୍ୟ। ମୋର ଟଙ୍କା ଦରକାର ନାହିଁ ବାବୁ। ଆରେ ତୁ ଆଜି ମୋ ଘରେ ରହିବୁ, କାଲି ଯାଇକି ତୋ ଘରକୁ ନାଇଁ ବାବୁ, ମୋ ଭାଣଜୀ ମୋ ଭାଣଜୀ ଘରେ ଅଛି। ମୁଁ ଦେଖା କରିବାକୁ ରହିପାରିବିନି। ଠିକ୍ ଅଛି, ମୁଁ ରହିପାରିବିନି। ମୁଁ ତତେ ବାଧ୍ୟ କରିବି। ହଁ, ହଁ। ହେଲେ ବାସୁରେ ତୋ ପାଖରେ ମୋର ବହୁତ ଆଜ୍ଞା। କଥା ଥିଲା। ଆଜ୍ଞା ତୁ ଗୋଟେ କାମ କର, ତୁ ମୋ ଗାଡ଼ିରେ ଚାଲ, ମୁଁ ତତେ ବସ୍ ଷ୍ଟାଣ୍ଡରେ ଛାଡ଼ିଦେଇ ସେଇ ବାଟେ କମ୍ପାନୀ ଯିବି। ଆ ଯିବା, ଯା। ଚାଲନ୍ତୁ। ଆରେ ଚିହ୍ନି ପାରୁଛୁ, ଇଏ ହଉଛି ମୋ ବଡ଼ ପୁଅ ବିଧାନ, ଆଉ ଇଏ ହଉଛି ବାସୁ, ଆମ ପୁରୁଣା ଚାକର। ତୁ ଯେତେବେଳେ ଛୋଟ ଛୁଆ ଥିଲୁ, ତାକୁ ତୋ ଖନି ପାଟିରେ ମଉଚା ମଉଚା ବୋଲି ଡାକୁଥିଲୁ। ଚିହ୍ନି ପାରୁଛୁ ନା? ହେ ବାସୁ, ଆଜ୍ଞା ଦେଖିଲୁ, ଆଜ୍ଞା। ଏ ହଉଛି ମୋ ଘରର ସଂସ୍କାର। ଆଜ୍ଞା ଆଜ୍ଞା ହଁ, ଆ ଯିବା, ଆ ଯିବା। ଆଜ୍ଞା। ଏତେ ଦିନ ଧରି ଆମ ଘରେ ରହି ଆସିଲେଣି, ନିରୋଳାରେ ପଦରେ କଥା ହେବା ପାଇଁ ଚେଷ୍ଟା କରିବି, ମୁଁ ତମ ସହିତ କଥା ହେଇପାରୁନି। ଶୁଣିବାକୁ ଆଉ ବୁଝିବାକୁ କ'ଣ ବାକି ରହିଗଲା ଯେ ଆଉ ଶୁଣିବାକୁ ମୁଁ ଇଚ୍ଛା କରିବି? ୟା ବୋଲି ସେମିତିକା ସୁଯୋଗ ପାଇ ପଦରେ କଥା ହେବା ପାଇଁ ଚାହୁଁଥିଲେ, ତମେ କ'ଣ ଖୋସାଲ ଯୋଗ ଇଚ୍ଛା କରିବ? ତାହା ହିଁ ଆମ ପରିବାର ପାଇଁ ମଙ୍ଗଳ, କାରଣ ଘରେ ଅନ୍ୟମାନେ ଅଛନ୍ତି। ହେଲେ ତମ ସହିତ କଥା ହେବାଟା ମୋର ନିହାତି ଜରୁରୀ। କଥା ତ ସବୁ ସରିଯାଇଛି, ପୁଣି ଆଉ କି କଥା? ଆମ ସମ୍ପର୍କ ପୁଣ୍ୟଛଦ ପଡ଼ି ସାରିଛି, ଆଉ ସେ ପୁଣ୍ୟଛଦରେ ମୋ ଦେହରେ ଯୋଉ ଚିହ୍ନ ଟିକକ ଥିଲା, ସିଏ ବି ନିଆଁରେ ଜଳି ପୋଡ଼ି ପାଉଁଶ ହେଇଯାଇଛି। ଏଇ ଦେଖ, ଅଛି ମୋ ଦେହରେ ସେମିତି କିଛି ଚିହ୍ନ ବର୍ଣ୍ଣ, ଦେଖ। ମୁଁ ମାନୁଛି ଏଇଟା ହଉଛି ତମର ପରିସ୍ଥିତି, ହେଲେ ଆମ ପ୍ରେମ, ଆମ ଭଲ ପାଇବା ଦିବା ସ୍ୱପ୍ନ ଭାବି ସେସବୁକୁ ମୁଁ ଭୁଲି ଯାଇଛି। ତମେ କ'ଣ ମତେ ଏତେ ଘୃଣା କରୁଛ? ଗୋଟିଏ ବରଣୀ କନ୍ୟାଟିଏ ବାବୁ ମୁଁ, ଯା ମୋହ ଚାହିଁବା ଅଶୁଭ, ଯୋଉଥିପାଇଁ ମୁଁ ଘର ଛାଡ଼ିଲି, ଆଉ ଏଠିକି ଆସି ଆଶ୍ରୟ ପାଇଥିବା ଆଶ୍ରୟଦାତାକୁ ଘୃଣା କରିବାର ଦୁଃସାହସ ମୁଁ କ'ଣ କରିପାରିବି? ଏତେ ଦିନ ପରେ ମଉସା ଆସିଥିଲେ, ଅଥଚ ମୁଁ ବ୍ୟସ୍ତ ହବାର ନାହିଁ। ଏ ଘର ପୁରୁଣା ଚାକର ବୋଲି ବାପା ତାଙ୍କୁ କିଛି ଅର୍ଥ ଯାଚୁଥିଲେ, ମାତ୍ର ସିଏ ନେଲେନି, ଖାଲି ମୁହଁରେ ଫେରିଗଲେ। ହେ ଭଗବାନ, କାହାକୁ ଯେ ମୁଁ କ'ଣ କହିବି କିଛି ବି ବୁଝିପାରୁନି। ଆଚ୍ଛା,
मौसा कौन किसी आम विषय पचारुले ना किसी पचार नथिले आसीथिले सावित्री पुरी दिन रे शंखा साड़ी सिंदूर ने भाणीचीर बहु बेश लिखिबाकू हेले मो खाली हाथ खाली मुठ देखि से बुझी गले जे से गोटे भूल ठिकाना रे पहुंची जाइछंती हुई तो मने पड़ जाइतिबो तांकर से दुष्पता और शकुंतलार प्रतारणार कहानी हेले हेले तुम जमार व्यस्त होनी मो मामू ए घरे काको किछि भी कहि नांती एटा तो मो जीवन सबुठ बड़ दुख केही हेले पदे मो विरुद्ध किछि भी कहू नांती मु जने अपराधी बोली केही हेले जने मो विरुद्ध प्रतिवाद करू नांती काहाकू किछि कहि पारु नथवा जंत्रणा रे मु अब केते दिन छटपट हे बछि ता छोड़ा मु मरी गले कोन समस्त खुशी हेबे आज भली दिन रे सेमते अशुभ कथा तुमरे धरनी मो जीवन रे शुभ कहीं शांति कहीं मु तो सापग्रस्त कई सिना मते दया कले मु सापग्रस्त रु मुक्त हेबी हेले एमान तो समस्त मते फांसी खुंटरे झुले देबा को चाहू नहीं बाबू नहीं हाँ मैडम हाँ तमको चाहे चाहिए आखिर पानी मोलानी भोकरे एडे पेटटा पूरा जळुची कोन गोटे उसाप पास हबो बोली ते खाइबाकू भी दउ ना आ तमे आसी मैडम को सटेटी पूरा गप्प जमे देछ मानिबाकू पड़ी तुम स्वामी बुढ़े नहीं बहुमा बाबू तो सांगे संगे आसिले तू चुप कर मैडम बोली कहि देली तो खुशी रे छातीरा फुल्ली उठुची हाय अब स्वामी स्त्री भीतर कथा कहया पे तू की से के तुमको अजଣା नहीं उपास करबा जदी तमर थिला अरे उपास कर जदी भोग को बर्दाश्त करि पन्नो ये कहता तो उपास करबा को जाओ आगे भलो करी गंडे खाई नियो ता परे जाय स्वामी कथा चिंता करी आओ तम उपदेश तब सेति की थाउ हाय तते पुत्ता छाड़ी जुगाड़ करिया पे कहि करछु केते बड़ जगड़ देछि मा ताले मो मुहटा कोने ठिया चला जाऊ न आनिबू ठीक अछि मैं सांगे संगे नहीं आसी अरे कोना संगे संगे नहीं जते सब फालतू कथा एई घरे सावित्री व्रत स्वामी पूजा ये सब नकले मरिच जानती चंद्रपृष्ठ को जाई परिबोनी अथा बाटे अटकी जीवो ये तुम कहूतिला अरे मु तुम कहितली बस करिया पई तमे न कहले कोन हैला तम छडा ए घर को आउ के लोक नाती मते कहबा पई तम घर समस्त जेमते पूरा पाप पुण्य ए सब मुंडे की बुलिछ पूजा करबा पूर्वरु मु काले कोन खाई देबी सते पे ए घर चाकर बाकर समस्त मते गोडे गोडे जगी छ न्यास्टिक ए नियो बहुमा दे कौन हैला हे असना थालटे को मु धरेबी ना 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 ए सब मो द्वारा संभव है बहुमा थालीटा को हाथ रे न धरिले तुमे पूजा करिबो केमिति हे हरि रक्ता को ए से थाली का पूरा तेल होईची से दीपड़ा तो जड़ा तेल रे सजेइछु ए दुब घास ताको जो को असर जागरु आन नथु तार को किछि माने अछि तादर किछि जीवाणु नथिबो तार किछि ग्यारंटी दे परिबो ताको पूजा करिबे बोली को मधुरानी रोग पुरेबी ना कोन ना 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 से सब मधुर हे परिबोनी मु ए सब करबे गोटे काम कर तू थाली पूजा करी दे मु एडी ठिया हे पड़िबे मो तमे एमिति कोन कहछ बहुमा मो केमिति पूजा करिबी जे पूजा करी दे मु तांका पाखरे ठिया हे जिबी एइटा केमिति हबो हबो तमे एमिति कथा ओहो कहछ मनीषा आउ कौन हैं आज सावित्री ओषा तू स्वामी पे पूजा करिछु उपवास करिछु आ स्वामी की पूजा कले पत्नीर धर्म अथच तो हाथ असरा हे जो बोली तू अन्य जण को पूजा करबा पई हां अरे तोर कोन सु ज्ञान शून्य हे गलानी जेते सब फालतू कथा एटा ज्ञान शून्यर कारण नुहे बरम कह अत्यधिक पांडित्य जोगु एमिति सब बुद्धि मुंडरे पसुची जेते सब फालतू कथा एई घरे ही भर्ती हे रही एटा निहाती असंगत कथा मा तू कोन सोई पड़थिल ना कोन निद भांगिला मो ज्ञान उदय दिन ठारू इमिति कथा तो केबे सुनी नथिली आखिर मते केबे देखि नथिली पूरा बाटालियनटा चली आसे मते विद्रूप करबा पे आइबो भाउजो आउ? आमे तुमको विद्रूप करूनु आ कोन हो बरम तमरे नुआ प्रकार शैली को देखिया को आमे अपेक्षा करि रहिछु बा हां हां अपेक्षा करदा मु कर देबी ओ तमे खाली राजी ही जाओ सी पूजाटा कर देबो पुठिया है ना
से कहीं पूजा करिवो ए वर्षा को मु जते झियो भाबे ग्रहण करि सारिछि से तो विधानर भौणी हे सारिछि भौणी हे भाईर सावित्री पूजा करिवो केमिति आश्चर्य कथा कहूछ तमे कि मଣିଷ कहलो तमे से पूजा कला बले मते के पाखरे ठियाई पड़ी चली पड़नी ना ଜମା ଚଳିବନି ମା ଯେତେ ଯାହା ହେଲେ ତମେ ସାନ ବାବୁଙ୍କ ସ୍ତ୍ରୀ ସ୍ତ୍ରୀ କାମ ଯଦି ଭଉଣୀ କରିବ ଏଟା ନିହାତି ଅସଙ୍ଗତ କଥା ପାଟି ଚୁପ ଠିଆ ହୋ। ଚାକର ହିସାବରେ ରହ। ଅତନ୍ତ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସେ କାମ କେବେ ବି ହେଇ ପାରିବନି ତୁ ରାଜି ହେଇଯାବୁ ଆଜି ସିନା ଭାଇଙ୍କ ପାଇଁ ଭାଉଜ ସିନା ଭଉଣୀ ଆଉ କାଲି ଯେ ମୋ ପାଇଁ ହୋଟେଲରୁ କୋଉ ଝିଅ ଆସି ଏ କାମ ନ କରିବ ସେ କଥା କିଏ କହିବ ହେ ତୁ ଚୁପ କର ଥାଉ ବୋଉ ବିବେକକୁ ବନ୍ଦ କରି ଅନ୍ୟକୁ ସଫଳତା ଶିଖେଇବା ତୋର ବୋକାମି ବୋଉ ତା ଛଡ଼ା ତୁ ତ ମୋ ପାଇଁ ପତ୍ନୀଟେ ଯୋଗାଡ଼ କରିଦେଇ ତୋର କାମକୁ ଶେଷ କରିଦେଇଛୁ ଭାବିନେ ଆଜିଠାରୁ ତ ବୋହୁର ଖୁସିରେ ମୁଁ ବି ଖୁସି ଆଚ୍ଛା ଠିକ ଅଛି ତାହେଲେ ମୋର ଶେଷ କଥା ଶୁଣିଲ ଓଡ଼ିଆ ଘରର ସଂସ୍କୃତି ପରମ୍ପରାକୁ ଯଦି ତମେ ମାନେ ଲିଭେଇ ଦେବାକୁ ଚେଷ୍ଟା କରୁଛ ତାହେଲେ ମୋତେ କାହାକୁ କିଛି କହିବା ଦରକାର ନାହିଁ ହେଲେ ମୋର ଯୋଉଦିନ ସହିବା ଶକ୍ତି ଲୋପ ପାଇଯିବ ସେଦିନ ମୁଁ କାହାରିକୁ ଛାଡ଼ିବିନି ମୁଁ ଡେରି କାହିଁ କରୁଛ ଭାଉଜ ଯିଏ ତ ପ୍ରତିବାଦ କରୁଥିଲେ ସେଇଠାରୁ ଚାଲିଗଲେଣି ଅଥଚ ତମର ଏ ନୂଆ ପ୍ରକାର ଶୈଳୀକୁ ଦେଖିବାକୁ ମୋର ବହୁତ ଲୋଭ ହେଲାଣି ଟିକେ ଶୀଘ୍ର ଆରମ୍ଭ କରିଦେଲ ଏଇ ଆଉ ଠିଆ ରହିଲି କହିକି ପୂଜାଟା ସାରିତେ ତାମାନେ ସତ ପୂଜା କଣ ମତେ କରିବାକୁ ପଡିବ ନା କଣ ତତେ ହିଁ କରିବାକୁ ପଡିବ କିନ୍ତୁ ଯେତେ ଯାଲେ କରିବା ପାଇଁ ତୁ ବାଧ୍ୟ ତୁ ବୁଝୁନ କାହିଁକି ଯେତେ ଯାଲେ ବି ମୁଁ ହଁ ହଉଛି କହିଲି ପରା ପୂଜା କର କିଛି ଅସୁବିଧା ନାହିଁ ତୁ ମନେ ମନେ ରାକ୍ଷୀ ବନ୍ଧନର ମନ୍ତ୍ର ପଢିବୁ ଆଉ ଭାଉଜ ମନେ ମନେ ସାବିତ୍ରୀ ମନ୍ତ୍ର ପଢିବେ କଥାରେ ନାହିଁ ମା ଝିଅ ଦୁଏ ମନ୍ଦିର ଗଲେ ଯେଝା କଥା ସେମାନେ ଆସିଲେ କର ତୁ ପୂଜା କର କିଛି ଅସୁବିଧା ହବନି ଏଇ ସେଇଠି କୋ ଠିଆ ହେଇଛ ମୁଁ ଏଇଠିକି ଆସୁନ ପୂଜା ସରିଲେ ପରା ମୁଁ ଖାଇବି स्वामी कईटा खाइले स्त्रीर धर्म हब पुण्य हब तू खाइदे तोर भी पुण्य हब हाँ हाँ तू खाइदे भाभी नेबू राखी बांधिलु मिठा खाई नेलु आ बुझना कि मो भौणी एबे हां खा pra कहूची कौन कर मुंडिया मारथिलु हां मुंडिया मारे बे की कहले तमे तो कहलो पूजा करबा को आ पूजा करबा कहले तो मुंडिया मारिबा को हुए एकदा किस केला हम गाँव शिखी दिली एते साहस ओ हाथ डापस कर हेची बोले से थारीटा धरी बिनी बोले तते पूजा करबा पे किंतु ता माने नुहे जे ओ स्वामी के मुंडिया मारिबार अधिकार तुम पखरु छड़ाई नै छी
ନା ଆଦୌ ନୁହେଁ ଭାଉଜ। କିଏ ସ୍ତ୍ରୀର ଅଧିକାର କିଏ କାଠରୁ ଛଡ଼େଇ ନିଏ ଯେ ବର୍ଷା ତମ ସ୍ତ୍ରୀର ଅଧିକାର ଛଡ଼େଇ ନେବ? କାଳେ ତମ ମଥା ତଳେ ଲାଗି ଅସନା ହେଇଯିବ, ସିଏ ସେଥିପାଇଁ ମୁଣ୍ଡିଆ ମାରିଦେଲା ନା। ନାଇଁ 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 ସେ ସବୁ ମୁଁ କରିପାରିବି। ହଁ କାହିଁ ଦେଖି। ଏଇ ଦେଖ ହେଲା। ଠିଆ ହୁଅ ପିତା। नमस्कार पाइबाकू मु एठिक आसिनी। सावित्री भार पठै सारा परे मु भाविली मो भौणी मो अनुपस्थिति को अनुभव करूची, सेतिपाई मु एठिक चली आसिनी। अरे आपण आछिसंती बहुत भलो होला, किंतु मो भौणी प्रति तमे जो व्यवहार कल सेटा आदौ भल नथिला। हेले को कथा कथा होउची आज बड़ी दिन रे मो भौणी तमठु आशीर्वाद नै इच्छा करूथला बेले तमे तो चली जाउतला केमिति? अरे एइटा होउछ मो स्वामी स्त्री कथा। एथरे आपण मुंडे पुरे किछ आवश्यक नै। तमे भूली जाउछ पितार। तम स्त्री होउची मो सानो भौणी आउ मु ता बड़ भाई आउ बड़ भाई हिसाब रे मु तो मुंडो पुरे भी निश्चय। माने आपण मते कैफत मागिबे? नाय नाय ना कैफत नुहे विधान। मो तम भाग्य भल मो भौणी खुशी पाई मु केवल तुमको कैफत मागी आउ जदि दरकार पड़े मु तम ऊपर को हाथ उठेबा को टिके हेले भी पछै माने आपण मो ऊपर हाथ उठे मरा मारिबे? बाबू मु भितरे अछि। ए रह बे। हेलो काई चल जुबा मु कोन तते गंध होउची? ए दी भाई तते मोह मोह ही बासुथला आ मु जेतबेले आसिली चली जिबु काई की बा? ନାଇଁ ନାଇଁ ମୋ ମନରେ ସେମିତି କିଛି ମୁଁ ଭାବିନି। ନାଇଁ 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 ନା मते जा लगुछे ए घरे जो सब अशांति सृष्टि होउचे तार मूल कारण होउचु तो। ହେଲେ ଏସବୁରେ ମୋର ଭୁଲ କ'ଣ? बिलई आखि बुझी बुझी क्षीर पिउची बाबूजी मु जेमिति किछि जानि पारुनी। की भौणी बेटो की भौणी तू एमान कर राज रास्ता रे बुलुथिबा तू होउचु गोटे इतर तो देहरु एमिति की क्षीर बहुत होउची जे ए दी भाई तो पई पूरा पागल। विराज भाई वर्षा होची मो भौणी तेणु मुह संभाळी कथाबार्ता करंतो। अबे कौन करी ता नले तमे दी भाई मिसी मते कोने घरु बाहर कर दो। अरे कौन है एमती पाटी तो कौन ପାଇଁ ଚାଲିଛି? कौन हेची ए घरे जहाँ सब घटुची को कथा तुमको अजଣା अछि जे आसी पचारि देले कौन हेची? नाइ तू रह बेबी तू भीतर को जा। अरे जा रखू जे विराज तमे केतेବେଳେ ଆସିଲ? से कथा परे मते प्रथमे को तो मु कोन जोर करी मो भौणी की तम घरे बाहा देइची ସେ କଥା ଆମେ କେତେବେଳେ କହିଲୁ? ताले कोन पाई मो भौणी स्वामी सुकुर वंचित रहिबो? मु तो যৌতুক देवाकू मना करि नथिली। अरे तो आपण माने जदि कहि थाते ताले 5 कोटी कम दरकार पड़िथिले मो कंपनी नो 50% शेयर मु मो भौणी पाई बिक्री करि देई थाली। हेले आपण माने যৌতুक विरुद्ध रे लंबा लंबा भाषण देई देले विवास को ए घर रो बहु करि रखिबे। हेले कोन भाबी कोन है? हेले आमे तो ताको केबे हताधर करिनो, केवल ता प्रकृति बदलैबा ପାଇଁ आमे कहिछु। कोन कहछ तमे मो भौणी रो व्यवहार खराब आ तम पुओ कोन सुना मुंडा? अरे तम पुओ जदि सुना मुंडा ताले मो भौणी आज पर्यंत कोन पाई स्वामी सुखरु वंचित रहिचे? एथे मो पुओर किछि दोष नाही, सब दोष तम भौणीर। कोन करछि से? कोन करछि सुनिबो? बंदापना पितळ थालटाको विद्रोह करी हाथ असना हे जो बोली से पूजा करबा को मना कला। एमिति की पूजा सामग्री छुइबा को मध्य मना कर देला। ठीक कला से ठीक कला बा ठीक करिछि से एकटा तमे कहूछ।
ଆଉ କ'ଣ ଠିକ୍ କରିନି ଭୁଲ କ'ଣ କରିଛି କ'ଣ କହିଲେ ଆପଣ ବନ୍ଦାପନା ପିତ୍ତଳ ଥାଳି ଆଠୁ ସେ ଥାଳିରେ ପରା ମୋ ଘରର କୁକୁର ଖାଏ ଚୁପ୍ କାହିଁ ସେମିତି ହଉଛୁ ତୁ କାହିଁ ଗରମ ହଉଛୁ ତୁ ହଁ ତୋର କ'ଣ ବହୁତ ଗରମ ହଁ ଏତିକି ଜାଣିନୁ ବଡ଼ମାନେ କଥା ହଉଥିଲା ସମୟରେ ସାନମାନେ କଥା କୁହନ୍ତିନି ବୋଲି ଏତିକି ଶିଷ୍ଟାଚାର ଚିକେନୁ ତୋର ଖାଲି ଗରମ ହେଇଛି ଗରମ କ'ଣଟା ତାଳି ପକେଇବୁ ତୁ ମୋର ଆଣ୍ଟେ ମୋତେ ପ୍ରଥମେ କୁହନ୍ତୁ ଆପଣ ଘରେ ଯଦି ବନ୍ଦାପନା କରିବାକୁ ସୁନା ଥାଳି ନଥିଲା ତାହେଲେ ମୋତେ କହିଲେନି ବନ୍ଧୁ ଖାତିରରେ ମୁଁ ଗୋଟେ ହୀରା ଥାଳି ପଠେଇ ଦେଇଥାନ୍ତି ଆପଣଙ୍କର ବଡ଼ ଲକ୍ଷ୍ୟ ପଡ଼ିଆ ଆପଣଙ୍କ ପାଖରେ ରଖନ୍ତୁ ଆପଣଙ୍କ ଭଉଣୀକୁ ଯଦି ଏତେ ଅୟସାର ରଖିବାକୁ ଚାହୁଁଛନ୍ତି ତାହେଲେ ନେଇଯାଆନ୍ତୁ ସାଙ୍ଗରେ ଯଦି ସେ ଘରେ ରହେ ତାହେଲେ ଘରର ନୀତି ନିୟମ ମାନିବାକୁ ବାଧ୍ୟ ଏ ବିଧାନ ତମେ ବିରାଟ ପଟ୍ଟନାୟକକୁ ନୀତି ନିୟମ ସମ୍ବିଧାନ ଶିଖେଇବ ଶୁଣ ବିଧାନ ମୋ ଭଉଣୀ ପାଇଁ ଦରକାର ପଡ଼ିଲେ ତମକୁ ମୁଁ ଘୋଷାଡ଼ି କୋର୍ଟର କାଠଗଡ଼ା ପର୍ଯ୍ୟନ୍ତ ନେଇଯାଇପାରେ ତା ମାନେ ଆପଣ ମତେ ଆଇନର ଧମକ ଦେଖେଇବେ ନାଇଁ ଆଇନର ଧମକ ନୁହେଁ ତମେ ଭୁଲ ବୁଝୁଛ ତମେ ଆଇନର ଧମକ ନୁହେଁ এইটা হচ্ছে এ বিরাট পট্টনায়কর চেতাবনী ମୋ କଥା ଟିକେ ଶୁଣ ଆମେ ମାନେ କ'ଣ କହୁଛେ ବୁଝିବା ପାଇଁ ଚେଷ୍ଟା କର মোর আউ কিছু শুনিবার নাই আপন খালি বুঝি রখন্তু বন্ধু হিসাবে মু কহি দউছি যেতে শীঘ্র পারুছন্তে এ ঝিওকু এ ঘরু বাহার করি তা নহলে ভবিষ্যতের যে পরিস্থিতি সৃষ্টি হব তা পাই মতে কেবে দোষী করিবনি বন্ধু হিসাবে কহিদেলি বাস জমা শুনিবনি আরে সবুদিন কোন সমান থাকে মু কোন সবুদিন পরে ডাকুছি যে বন্দনা বন্দনা আরে কুয়াড়ে গলু ঘর ভিতরে লুচিকি বসছু না কোন আরে শীঘ্র বন্দনা କ'ଣ ହେଲା କାହିଁକି ଏତେ ବଡ଼ ରଡ଼ି ଛାଡ଼ୁଛୁ ଯେମିତି କାମ ଧନ୍ଦା କିଛି ନାହିଁ ସେ ଡାକିଲା ମାତ୍ରେ ମୁଁ ଆସ୍ତେ ହାଜର ହୋଇଯିବି ଆରେ ହାଁଟା କରି ଚାହିଁଛୁ କ'ଣ କହ କ'ଣ ପାଇଁ ଡାକୁଥିଲି ତୁ ତ ମୋ ଖୁସି ମଝିରେ ପାଣି ପୁରେଇ ଦେଲା ଆଉ କହିବି କ'ଣ ହାଲୋ ମୋ ଖୁସି ଯେମିତି ସତ ଯେମିତି ରୋଜଗାରିଆ ଭାଇ ମୋର ରୋଜଗାର କରି ଆଣି ମୋ ହାତରେ ଟଙ୍କା ପୁଳାଇ ଧରି ଦେଇଛ ମୁଁ ଖୁସିରେ ନାଚି ପଡ଼ିବି ତୁ ତ ଖାଲି ସବୁବେଳେ ମତେ ସେମିତି କହିବୁ ଆଉ ମୁଁ ରୋଜଗାର କରୁନଥିଲି ତା ମାନେ ନୁହଁ ଯେ ଜୀବନରେ କିଛି ରୋଜଗାର କରିବିନି ନିଷ୍ପତ୍ତି ନେଇଛି ବନ୍ଦନା ଏବେ ଜୀବନରେ ଗୋଟେ ଭଲ ମଣିଷ ହେବି ହଁ ବନ୍ଦନା ମୁଁ ପ୍ରତିଜ୍ଞା କରିଛି ଆହା କି ଭାଗ୍ୟ ମୋର ମତେ ଯାହା ଲାଗୁଛି ଆଜି ସକାଳୁ ବୋଧେ ମଦ ପାଣି ପାଟିରେ ବାଜିନି ମଦ ପାଣି ଆରେ ମଦ ପାଣି କଣ ବାଟରେ ବାଜିବ ମୁଁ ନିଷ୍ପତ୍ତି ନେଇଛି ବନ୍ଦନା ଆଉ ଜୀବନରେ ଜମା ମଦ ପିଇବିନି ମୁଁ ସେଇଥିପାଇଁ ଭାବୁଛି ଆଜି ସୂର୍ଯ୍ୟ ଦେବତା ପୂର୍ବ ଦିଗରେ ନ ଦେଖାଯାଇ ପଶ୍ଚିମରେ ଦେଖାଗଲେ କେମିତି କାହିଁ ତୋର କ'ଣ ବିଶ୍ୱାସ ହଉନି ହଉ ଛାଡ଼ ସେ କଥା ଦେଖିଲୁ ସେ ବ୍ୟାଗରେ କ'ଣ ଅଛି ଦେଖିଲୁ ବ୍ୟାଗରେ କ'ଣ ଅଛି ଆ ଦେଖ ଆଗ ତାପରେ କହିଲେ ହବନି ହଉ ହେଲା ଦେଖୁଛି ଏତେ ପରିବା ପତ୍ର କୋଉଠୁ ଆଣିଲୁ କୋଉଠୁ ଆଣିଲି ହଁ ଆରେ କୋଉଠୁ ଆଣିଲି କ'ଣ ଦୋକାନରୁ ଆଣିଲି ଦୋକାନରୁ ଆଣିଲୁ ଯେ କିନ୍ତୁ ଏତେ ଟଙ୍କା ଆଣିଲୁ କୋଉଠୁ ମେହନତ କରି ଆଣିଛି କ'ଣ ତୁ ସତ କହୁଛୁ ନା ମିଛ କହୁଛୁ କହ ତୁ ସତ କହୁଛୁ ଆରେ ମିଛ ମେହନତ କାହିଁ? କରିଛୁ? ଆରେ ସବୁବେଳେ ତୋ ଧିକ୍କାର ଶୁଣି ଶୁଣି ମତେ ବହୁତ ବାଧିଲା ଆଉ ମନେ ମନେ ସ୍ଥିର କଲି ମୁଁ କିଛି ଗୋଟେ ରୋଜଗାର କରିବି ଆଉ ତୋ ଦାୟିତ୍ୱ ମୁଣ୍ଡକୁ ନେବି ଆଉ ଗୋଟେ ଭଲ ପାତ୍ର ଦେଖି ତୋର ବାହାଘର କରିନେବି ଏଇ ଥାଉ ଥାଉ ସେତିକି ସ୍ୱପ୍ନ ଦେଖି ଆଗ ତୁ ସତ କହିଲୁ ତୁ ଏତେ ଟଙ୍କା କୋଉଠୁ ଆଣିଲୁ ଆଉ କୋଉ ମେହନତ କରୁଛୁ ତୁ ମତେ ସିନା କହିବାକୁ ସୁଯୋଗ ଦେଲେ ମୁଁ ତତେ କହିବି ହଉ ଶୁଣ ଦିନେ କ'ଣ କରିବି ଭାବି ଭାବି ଦିନେ ପହଞ୍ଚିଲି ଯାଇ ଗୋଟେ ଗେଟ୍ ଆଗରେ
गेट आगे ठिया होइछि मालिक बाबूଙ୍କ गाड़ी आसी लागिला मालिक जेमिति गाड़ी ओह्लेइछन्ति तांको नजरटा मो उपरे पइला मालिक मो उपरे नजर पड़ी मालिक कहले ए तू किए एठी काई ठिया होइछु मु जेमिति चाकरी कथा कहिछि मालिक कोन भाबिले के जानी संगे संगे मते नै गेल तां घर भीतर को आ घर भीतर को नै कि गोटे लेबर काम लगै देले लेबर काम सारी की जेतेबेले घर को बाहर को आसिली मालिक मो हाथ को बढ़ाई देले दिनकर मजूरी 500 टंका भाई तू सत कहूचु ए भाई मो मुंड छुई कहलु तू जहा कहूचु सत कहूचु मु तो मुंड छुंची परा मु कहीं मिछ कहबी सत कहूची खाली कौन सेतिकी तो पाई मते गोटे चाकरी ठीक कर दे आसी माने अरे मानेटा कौन कि मालिक टंका देला बेले मु आम घर कथा सब खोली कर आउ आम अभाव कथा शुणिकी मालिक कहले ठीक अच्छी तो भौणी के आनिया मते देखा कर ता योग्यता अनुसार मुझे गोटे चाकरी देवी हेले भाई नहीं 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 तू मना करना तू जानिनु बंदना मालिक ना भारी भल लोक सी आम घर अभाव कथा जाने कि आगुआ परा काली भाई 500 टंका दे देइछन्ती सते ना कोन हेले मु से टंका दे देबिनी काहे की काहे कौन परिया पत्र आउ चा तले खाई 200 टंका हला आउ बाकी टंका मते दे दबो नहीं नहीं मु तते देबी से बाकी टंका रे मु गोटे साड़ी आनिबी आउ से साड़ीटा हबो तो भाई रो तो भाई उपहार भाई हेले तू गोटे काम कर जा घर भीतर जाई कि रोसे बास सारे मु बाजार जाउची बाजार रो आसिले मिसिके खाइबा बुझिलु मु जाउची हां शीघ्र आसीबू अरे हाँ हाँ मु एई गली आउ आसिली तू व्यस्त ना जल्दी जा हां मु आसु हठात मो भाईर परिवर्तन देखि मते आश्चर्य लागुचे केमिति से हठात परिवर्तन हैला हठात परिवर्तन हैला केमिति कथाटा को मो विश्वास करि पारुनी कि अविश्वास भी करि पारुनी किंतु ता मुहर एमिति खुशी देखि मो विश्वास भी करि पारुची भाबी पारुनी सतरे कोण एते खुशी मो कान्हीरे अजाड़ी पड़िबो सतरे ईश्वर सतरे तमे महान केतबळे जे मनीष को कोठी ने छिड़ा करे दियो से कथा केही भी जानी पारेनी सतरे मते भाबिबा को आज मोर केते बड़ खुशी हबो एका बेले मो भाई बदली जिबा मोर चाकरी होबा मो बाहागर कथा जाउचे ए सब कथा मो विवेक नहीं 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 प्रथमे मोर चाकरी तापरे विवेक सरप्राइज तू लोह को साथी करे एमती चली आसलु काहे उत्तर दवा पाई मो पखरे जदि किछि शब्द थाता तले मो कोलेटी निजको असहाय बोली मने करी लुचि लुचि चली आसी तांती हेले भाई को फोटो एमती की विशेषता अछि जे तते पथर दिया करी आसलो को बाध्य करूची ए घरे का फोटो को देखबो कोन एते बड़ अपराध छै तमे तो अपराधी सजे जेरा करूछ ना ना मु तुमको अपराधी सजे देउनी कि आउ का फोटो कथा कहूनी मु मो विधान भाई रे फोटो कथा कहूची सत को भाउज सत को तुमको मो नियम अरे तुम ए कोन कलो तुम नियम काई पकेइलो प्रकृत सत कथा जानिबा पाई ताले ठीक अछि हेले तुमको मोर गोटे अनुरोध रखिबा को पड़िबो केबे कोन से परिस्थिति रे भी तमे मुह खोलिबने काहा को एक कथा कहिबने ठीक अछि मु तो प्रस्ताव रे राजी एबे को मैं- वर्ष मु एठी के आसीबा पूर्वरु तम भाई को जानी थिली से जानिबाटा केमिति कोन दूर बाटर पथिक परी ना जने परिचित साथी परी ଭଲ ପାଇବାରେ ସୀମିତ ନା ତାଠାରୁ ଅଧିକ ताठो अधिक कारण नारी पुरुष एक ही छुआ प्रतिश्रुति तम भाई मते देइथिले ଆମ ଭାଇଙ୍କର କିଛି ସନ୍ତକ ଥିଲା हाँ थिला मो हाथर शंखा आ मो मथार सिंदूर ତାମାନେ ସେଦିନ ହେ ଭଗବାନ ତମେ ମୋ ଭାଉଜ ନୁହଁ ତମେ ମୋ ଭଉଣୀ तुमको मोर आड़ तमे मते किछि पचारनी देखो तमे जदि मते एमे किछि प्रश्न करिवो ताले उत्तर देई देई मो मरि जिबे मो ନା ତମେ ଆଉ ମରିବନି ମୁଁ ତମକୁ କଥା ଦଉଛି ଫାଣ୍ଟାଷ୍ଟିକ
ମାନେ ମୋ କହିବା କଥା ତାକୁ ଛାତିରେ ଜାବୁଡ଼ି ଧରିଲେ ସିନା ଦେହର ମୋସନଟା ଠିକ ଜମିବ। କଣ କରିବାକୁ ଚାହୁଁ ତମେ? ମୁଁ କହିବା ପାଇଁ ଏଇଆ ଚାହୁଁଛି ଯେ ଭାଇ ଭଉଣୀର ସମ୍ପର୍କ ଭିତରେ ଚୋରା ପ୍ରେମ କାହିଁକି? ବାହାଇ ପଡ଼ିବ କାମ ଶେଷ। କଣ ହେଲା? କାହା ବାହାଘର ଏଠି ହଉଛି? ତମ ଗେଲି ଝିଅ ସହିତ ତମ ସାନ ପୁଅର। ଓ! ଚୁପ୍ କର, ଏତେ ବଡ଼ ପାଟି କରନି। ବୟସ ହେଇଗଲାଣି, ଏତେ ବଡ଼ ପାଟି କଲେ ତମ ବ୍ଲଡ ପ୍ରେସରଟା ପଡ଼ିଯିବ। ପାଟି କରନି। ଏ କଥାଟା ଯଦି ମିଛ, ଏମାନେ ଏଠି କଣ କରୁଥିଲେ ସେ କଥାଟା ତମ ଚାକରକୁ ପଚାର। କାହିଁକି ନା ମୋ ଅପେକ୍ଷା ତମେ ତା କଥାକୁ ଅଧିକ ସତ ମନେ କରେ ନା। ପଚାର ପଚାର ତମ ଚାକର। ଆରେ ବୃନ୍ଦାବନ କୋଉ ସତ କଥା? ଆରେ ମୁଁ ତତେ ପରା ପଚାରୁଛି କୋଉ ସତ କଥା? ମୁଁ ତ ଏଇନା ଆସିଲି, ମୁଁ କିଛି ଦେଖିନି ଆଜ୍ଞା। କିଛି ଆରେ ଦେଖିନୁ? କିଛି ଦେଖିନୁ? ଘୋଡ଼ା ଡିମ୍ବ କରୁଛୁ, କିଛି ଦେଖିନୁ? ଯଦି କିଛି ଦେଖିନୁ ତାହେଲେ ଏଠି ଏତେ ଝଗଡ଼ା ଚାଲିଥିଲା କଣ ପାଇଁ? ଆରେ ଆରେ ତୁ ଏତେ ଡରି ଯାଉଛୁ କାହିଁକି? କଣ ଦେଖିଛୁ ସତ କଥା କହ। କହିଦେ। କଥା କଣ କି ମା? ହଁ। ମୁଁ ଆସିଲା ବେଳକୁ ଦେଖିଲି ସାନ ବାବୁ ଟିକି ବାବୁ ଛୁଆମାନଙ୍କ ହାତକୁ ଧରି ପାଖକୁ ଭିଡ଼ି ନେଲେ। ବାସ୍, ମୁଁ ଆଉ କିଛି ଦେଖିନି, ମୁଁ ଆଉ କିଛି ଦେଖିନି। ଆଚ୍ଛା, ଆପଣମାନେ ଏତିକିରେ କିଛି ବୁଝିପାରୁଛନ୍ତି ନା କଥାଟା ମୋତେ ଆହୁରି କିଛି ଖୋଲିକିରି କହିବାକୁ ପଡ଼ିବ? ଆବଶ୍ୟକ ନାହିଁ। ତାହେଲେ କୁହନ୍ତୁ, ଏଇଟା ଭାଇ ଭଉଣୀର ପବିତ୍ର ସମ୍ପର୍କ ନା ଏଇ ସମ୍ପର୍କ ବ୍ରହ୍ମଶୂନ୍ୟ? ୟାର କିଛି ଗ୍ୟାରେଣ୍ଟି ଦେଇପାରିବେ ଆପଣ? ଆରେ ବିବେକ, ଆରେ କଣ ଶୁଣୁଛୁ? କଣ ଶୁଣୁଛୁ ମୁଁ ଏସବୁ? ଏସବୁ ଯାହା ଶୁଣୁଛୁ କଣ ସତ? ହଁ ସତ। ଯେଭଳି ଭାବରେ କଥାଟାକୁ ଉପସ୍ଥାପନ କରାଯାଉଛି ସେସବୁ ହଉଛି ମିଛ। ହଁ, ତମେ ଯାହାକୁ କହିବ ଆମେ ତାକୁ ସତ ବୋଲି ମାନି ନେବୁ। ଆଉ ତମେ ଯାହା କହିବ ସେଟା କହିବ ସତ ବୋଲି ମାନିବ। ଆରେ କି ବେଲଜା ମଣିଷ ତମେ, ବେଲଜା କାମ କରିବ ତମେ। ଆମେ କଣ ଆଖି ଦିଟାକୁ ବନ୍ଦ କରିବାଟା? ଓ ଆଇସା ଷ୍ଟପ୍ ଇଟ୍। ଓହୋ, ତମର ଭଲ ଭାବରେ ଜାଣିବା ଦରକାର ଏଠି ତମର ଶାଶୁ ଶ୍ୱଶୁର ଉପସ୍ଥିତ ଅଛନ୍ତି। ମୋ ଶାଶୁ ଶ୍ୱଶୁରକୁ ହୁଏତ ଏସବୁ ଲୀଳା ଭଲ ଲାଗୁଥାଇ ପାରେ, କିନ୍ତୁ ଏଭଳି ଗୋଟେ ଅସଭ୍ୟ ଫ୍ୟାମିଲିରେ ମୁଁ ମୋ ନିଜକୁ କେବେ ଚଳେଇ ପାରିବି? ତାମାନେ ତୁ କହୁଛୁ ଆମେ କଣ ଆମ ପୁଅକୁ ଏ ଘରୁ ବାହାର କରିଦେବୁ? ସବୁ ସମସ୍ୟାର ସମାଧାନ ହବ ଏ ଟୋକିଟା ଏ ଘରୁ ଗଲେ। ଓହୋ, ଯେତେ ଶୀଘ୍ର ପାରୁଛ ଏ ଟୋକିକୁ ଏ ଘରୁ ବାହାର କରିଦିଅ। ଏ ଘରୁ କିଏ ବାହାରିବ କିଏ ନ ବାହାରିବ ସେ ନିଷ୍ପତ୍ତି ନେବାର ଅଧିକାର ତମ ନାହିଁ। କିନ୍ତୁ ବାବା, ତମ ଅଭିଯୋଗ ଯଦି ସତ, ଯଦି ବିବେକ ଭଲ ପାଉଥାଏ ବର୍ଷାକୁ ଆଉ ସେମାନଙ୍କ ଭିତରେ ଯଦି ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ, ତାହେଲେ ମୁଁ ବର୍ଷାକୁ ସାନ ବୋହୂ ଭାବେ ଗ୍ରହଣ କରିବାକୁ କୁଣ୍ଠାବୋଧିତ ନୁହଁ। ଆଉ ସେମାନେ ଯଦି ନିଷ୍ପତ୍ତି ନିଅନ୍ତି ତାଙ୍କ ବାହାଘର ମୁଁ ନିଶ୍ଚୟ କରେଇବି। ଆଜ୍ଞା, ଶୁଭ ବେଳାରେ ଶୁଭ କାମଟା ହେଇଯିବା ବହୁତ ଭଲ। ଆଜ୍ଞା ନମସ୍କାର। ଆଜ୍ଞା ସମସ୍ତଙ୍କୁ ଟିକେ ଟିକେ ନମସ୍କାର। ଆଜ୍ଞା ମୁଁ ବଟକୃଷ୍ଣ ବରାଳ ଆଜ୍ଞା। ବିରାଜ ବାବୁ ଏ ଦେଇଙ୍କ ଭାଇ ମୁଁ ତାଙ୍କ ଲୋକ ଆଜ୍ଞା, ମାନେ ମ୍ୟାନେଜର ଆଉ। ହଁ ହଁ ବାପା, କଥା କଣ କି ମୋ ଭାଇ ମୋ ପାଇଁ ଗୋଟେ ନେକଲେସ୍ କିଣିଥିଲେ, ୟାଙ୍କ ହାତରେ ପଠେଇ ବୋଲି ମୋତେ ଏବେ ଫୋନ୍ କରିଥିଲେ। ନିଅ ନିଅ ମା ନିଅ। ବାବୁ କହିଛନ୍ତି ଧୀରେ ନଗେଇବ ନହେଲେ ଖଣ୍ଡିଆ ହବ। ଆଚ୍ଛା ସାର୍, ଏ କୋଉ ବର୍ଷା ସହିତ ଆପଣ ସାନ ପୁଅର ବାହାଘର କରିବେ ବୋଲି କହୁଥିଲେ, ମତେ ସେ ଝିଅକୁ ଟିକେ ଦେଖେଇବେ କି? ମୁଁ ହଉଛି ସେଇ ଝିଅ ବର୍ଷା। ହ୍ୟାଲୋ ତୁ? ହଁ ମୁଁ। ଶଳା ଘରେ ଘରେ କୁଣିଆ ନା ନାନୀ କହୁଛି ମୁଁ ଦୁଲୁକୁଛି। ହଁ ଦୁଲୁକୁଛି। ୟା ପରେ ତମେ ସବୁ କଥା କହିବ ନା ମୁଁ ସମସ୍ତଙ୍କ ଆଗରେ ସବୁ କଥା କହିବା ପାଇଁ ବାଧ୍ୟ ହେବି? ବଟ ଆଜ୍ଞା? ତମେ ବର୍ଷାକୁ ଚିହ୍ନିଛ ନା କଣ? ଚିହ୍ନିଛି, ଆମ ଗାଁର। ହଁ, ଆଉ ଆମ ଗାଁ ବାସୁପଦାନ, ତା ଅବିବାହିତ ଭଉଣୀର ପାପ ସନ୍ତାନ ଇଏ। ସେତିକି ନୁହଁ ଆଜ୍ଞା, ଇଏ ଗୋଟେ କଞ୍ଚା ବିଧବା ଆଜ୍ଞା, ବରଣୀ କନ୍ୟା। କଣ କହୁଛ ତମେ? ଆଉ ଆହୁରି ମଧ୍ୟ କଥା ଅଛି। ମୋ ବର ବାହାଘର ଦିନ ହଠାତ୍ରେ ମରିଗଲା ପରେ ଏଇ ବଟ ବାବୁ ଗୋଟେ ବୁଢ଼ା ବର ସହିତ ମୋ ବାହାଘର କରିବା ପାଇଁ ମୋ ସହିତ ଜୋର ଜୁଲମ କରିଥିଲେ। ହେଲେ ମୋ ମାମୁଁ ଅସମତ ହେବାରୁ ଏ ଆଜିକୁ ବର୍ଷେ ହେଲାଣି ମୋ ମାମୁଁକୁ ବାସନ୍ଦ କରି ଗାଁରେ ରଖିଛନ୍ତି। ଆଜ୍ଞା କେମିତି କରିବେନି କହୁନାହାନ୍ତି? ଦିନେ ମୁଁ ତା ଘରୁ ଗଲା ବେଳକୁ ଇଏ ଟୋକି ମନେ ମନେ କାହା ଗୋଟେ ଘଇତା କରି ଚୁଡ଼ି ସିନ୍ଦୁର ପିନ୍ଧିକି ବୁଲୁଛି। ପଚାରିଲି, ଆରେ ଏଭଳି ଅସଙ୍ଗତ କାମ କେମିତି କ'ଣ ହେଲା?
ତା ମାମୁଁ ଆଜ୍ଞା ଚାଲି ପାଣି ଇଏଡ଼େ ଠେଙ୍ଗା ଗୋଟେ ଧରିକି ମୋତେ ଆଜ୍ଞା କୁକୁର ବାଡ଼େଇଲା ବେଳେ ବାଡ଼େଇଲା। ଆଉ ସେଇ କାରଣ ଏ ବଟ ବାବୁ ମୋ ମାମୁଁକୁ ଚୁନା କଳା ଜୋତାର ଧମକ ଦେଇ ସେମାନେ ତାକୁ ବହୁତ ଅପମାନ କଲେ। ଆଉ ସେଇଥିପାଇଁ ମୁଁ ବାଧ୍ୟ ହୋଇଥିଲି ଗାଁ ଛାଡ଼ିବା ପାଇଁ। ଯୋଉଥିପାଇଁ ମୁଁ ସହରକୁ ଚାଲି ଆସିଥିଲି। ଆଉ ଯାହା ଫଳରେ ଆପଣଙ୍କ ସାଥିରେ ମୋର ଦେଖା ହେଇଥିଲା। ଆଜ୍ଞା ଆପଣ ତ ସବୁ ଶୁଣିଲେ, ଏବେ ଏଥର କୁହନ୍ତୁ ଏ ବରଣୀ କନ୍ୟାକୁ ଆପଣ ଆପଣଙ୍କ ବୋହୁ କରିବେ ନା ନାଇଁ? ମୁଁ ଆଜ୍ଞା ଚାଲିଲି, ନମସ୍କାର ପୁଣି ଥରେ ଦେଇ ଘରକୁ ଗଲେ ଦେଖା ହେବା। ସେଦିନ ସାବିତ୍ରୀ ଦିନ ଯୋଉ ବାସୁ ଆସିଥିଲା ତୁ ତ ଭାଣଜି। ହଁ ସେ ବାସୁ ଚାକରର ଭାଣିଛି। ମୁଁ ପ୍ରଥମରୁ କହିଛି ଏ ଝିଅଟାକୁ ଜମା ବିଶ୍ୱାସ କରନି। ଏ ଝିଅଟା ଏତେ ଭଲ ହିଁ ନୁହଁ। ହେଲେ ମୋ କଥା କେହି ବି ଶୁଣିଲନି। ତମେ ଚୁପ୍ ରୁହ ବୋଉ। ଚାକରର ଭାଣିଛି ହବ ଏ ଘରର ସାନ ବୋହୂ। ତମେ ଚୁପ୍ ରୁହ ବୋଉ। ଏ ମା ବର୍ଷା ତୁ ମତେ କହ, ତୁ କଣ ବାସୁକୁ ଖବର ଦେଇଥିଲୁ? ନା ମୁଁ କାହାକୁ ଖବର ଦେଇନଥିଲି। ତାହେଲେ ସେ କେମିତି ଜାଣିଲା ତୁ ଏଠି ଅଛୁ ବୋଲି? ମୁଁ ଜାଣିନଥିଲି ମୋ ମାମୁଁ ଏ ଘରେ ଚାକର ଥିଲେ ବୋଲି। ଠିକ୍ ସେମିତି ପୁରୁଣା ମାଲିକକୁ ଦେଖା କରିବାକୁ ଯାଇ ସେ ଏଠି ଆସି ପହଞ୍ଚିଥିଲେ। ହେଲେ ତମ ଉଭୟଙ୍କର ଦେଖ ସାକ୍ଷାତ ପରେ ତୁ କାହିଁ ତୋ ପରିଚୟ ମୋ ପାଖରେ ଗୋପନ ରଖିଲୁ? କାଳେ ପାଇଥିବା ଆଶ୍ରୟ ଆମେ ହରେଇଦେବୁ ଏହି ଭୟ ଆମ ମନରେ ଥିଲା। ଆଉ ତା ଛଡ଼ା ଏ ଗାଁକୁ ଫେରିଗଲେ ଗାଁ ଲୋକଙ୍କ ଅତ୍ୟାଚାର, ସେଇଥିପାଇଁ ଆଉ ମୁଁ ବି ଚାହୁଁନଥିଲି ଏ ଆଶ୍ରୟସ୍ଥଳକୁ ହରେଇବା ପାଇଁ। ହେଲେ ତୁ ଯୋଉ ଶଙ୍ଖା ସିନ୍ଦୁର ପିନ୍ଧିଛୁ ତାର କାରଣ କଣ? କେବଳ ଏ ବଟକୃଷ୍ଣ ବରାଳର ପାପ ନଜରୁ ବଞ୍ଚିବା ପାଇଁ, ମୋ ନିଜ ଇଜ୍ଜତର ସୁରକ୍ଷା ପାଇଁ ମୁଁ ସେ ଶଙ୍ଖା ସିନ୍ଦୁରକୁ ପିନ୍ଧିଥିଲି। ନା, ଏସବୁ ମୁଁ ବିଶ୍ୱାସ କରିପାରୁନି। ଯଦି ତମ କଥା ସତ ତାହେଲେ ସେଦିନ ସେ ମଦୁଆ କାହିଁ ଆସି କହୁଥିଲା ତୁ ତା ସ୍ତ୍ରୀ ବୋଲି? ହେଲେ ବାପା ସେ ମଦ୍ୟପତି ୟା ସ୍ୱାମୀ ନୁହଁ, ସେ କଥା ପ୍ରମାଣ ହେଇସାରିଛି। ସେ କଥା ଆଜି କାହିଁ ଉଠୁଛି? ନାଇଁ, ତୁ ଭଲ ପାଇଛୁ ବୋଲି ମୁଁ ସବୁ ଭୁଲକୁ ମାନି ନେବି। ବାପା ଏ ଚୁପ୍, ସମସ୍ତେ ଶୁଣ। ସବୁ ଝାମେଲା ଭିତରେ ପଶି ମୁଁ ଏ ଘରର ଶୃଙ୍ଖଳିତତାକୁ ନଷ୍ଟ କରିପାରେନି। ମୁଁ ଏ ବର୍ଷାକୁ ପ୍ରକୃତରେ ଯାହା ଭାବିଥିଲି ପ୍ରକୃତରେ ସେ ସେୟା ନୁହଁ। ସେ ମୋ ବିଶ୍ୱାସରେ ବିଷ ଦେଇଛି, ସେ ମୋତେ ଧୋକା ଦେଇଛି। ତେଣୁ ଏ ଘରେ ରହିବାର ଯୋଗ୍ୟ ଆଉ ତାର ନାହିଁ। ମୋ ମୁହଁରୁ ଘୃଣିତ ଶବ୍ଦ ବାହାରିବା ପୂର୍ବରୁ ସେ ଘର ଛାଡ଼ି ଚାଲି ଯାଉ। ତମର କଣ ବୁଦ୍ଧି ଶୂନ୍ୟ ହେଇଗଲାଣି? ଯାହାକୁ ଆଶ୍ରୟ ଦେଇ ଏ ଘରେ ରଖିଛ ତାକୁ ପୁଣି ଏ ଘରୁ ବାହାର କରିଦେବା ପାଇଁ କହୁଛ? ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। ମୋର କିଛି ବୁଝିବା ଦରକାର ନାହିଁ। ବର୍ଷାକୁ ମୋ ଝିଅ ବାବା ଗ୍ରହଣ କରିସାରିଛି ମାନେ ସେ ଏଇଠି ହିଁ ରହିବ। ତାହେଲେ ମୋର ବି ଶେଷ ନିଷ୍ପତ୍ତି ଶୁଣ। ତାହେଲେ ମୁଁ ଏ ଘର ଛାଡ଼ି ଚାଲିଯିବି। ବାପା ତମେ ସେମିତି କିଛି ନିଷ୍ପତ୍ତି ନିଅନି। ମୁଁ ତମକୁ ହାତ ଯୋଡ଼ି ଅନୁରୋଧ କରୁଛି, ତମ ନିଷ୍ପତ୍ତିର ପୁନର୍ବିଚାର କର। ବର୍ଷା ଏ ଘରେ ରହୁ ମୁଁ ମଧ୍ୟ ଚାହେଁ। ଆରେ ମୁଁ ଦେଖୁଛି ତମେ ବି ପାଗଳ ହେଇଯାଇଛ ନା କଣ? ସେ ଏତେ ଦିନ ଏ ଘରେ ରହି ଏତେ ନାଟ ତାମସା ଦେଖି ସାରିଲା ପରେ ତମ ମନ ଶାନ୍ତି ହେଇନି? ଆହୁରି ତା ନାଟ ତାମସା ଦେଖିବା ପାଇଁ ତାକୁ ଏ ଘରେ ରଖିବ? ଆରେ ନାଟକ ସେ କରୁନି, ଆଉ ନାଟକ କରୁଛ ତମେ। ଆଉ ତା ନାଟକ ଦେଖ ଯଦି ମତେ ଭଲ ଲାଗୁଛି, ଆରେ ତମେ ଯାଇ ଶୋଇ ପଡୁନ। ଏତେ ଅସୁବିଧା କଣ ଅଛି? ମୁଁ ବୁଝି ପାରୁନି ତା ପାଇଁ ତମେ ଯେ ଓକିଲାତି କରୁଛ କାହିଁକି? ତା ପାଇଁ ତମ ମନରେ ଏତେ ଦରଦ କାହିଁକି? ତମର ତ କିଛି ସ୍ୱାର୍ଥ ଅଛି, ମୁଁ କିଛି ବୁଝିପାରୁନି। ସ୍ୱାର୍ଥଟା ଯଦି କଣ ଶୁଣିବ ତମ ପାଦ ତଳୁ ମାଟି ଖସି ପଡିବ। ଥାଉ ବାବୁ, ତମକୁ ମୋ ରାଣ, ତମେ ଆଉ କିଛି କୁହନି ବାବୁ, ତମେ ଆଉ କିଛି କୁହନି, କିଛି କୁହନି ତମେ। ଦୟାକରି ତମେ ଚୁପ୍ ହେଇଯାଅ। ବର୍ଷା ଥାଉ ବାବୁ, କିଛି କୁହନି ତମେ। ବାବୁ, ମୋର ଜନ୍ମ ପୁରା ହଉଛି ଗୋଟିଏ ମହିଳା ରକ୍ତର ସୃଷ୍ଟି। ଆଉ ସେହି ମହିଳାକୁ ଏ ଘରେ ଆଶ୍ରୟ ଦେଲେ ଏ ଘରଟା ଦୁର୍ଗନ୍ଧ ହେଇଯିବ ବାବୁ। ଆଉ ଏ ଘରେ ରହି ମୁଁ
ପାଇଁ ଇଚ୍ଛା କରିପାରିବି। ଭାବିଲି ତମେ କ'ଣ ରାଣ ନିୟମ ପକେଇ ଆମ ସମସ୍ତଙ୍କୁ ବନ୍ଦୀ କରିଦେବ। ଟିକି ବାବୁ, ପିଲାଟି ବେଳେ ମୁଁ ପୁରା ମୋ ସ୍ୱାମୀକୁ ଖାଇଛି। ସେ ଦୁଃଖଠାରୁ ଏ ଦୁଃଖ କ'ଣ ଏତେ ବଡ଼ ହେଇଗଲା ଯେ ମୁଁ ସହିପାରିବିନି। ଆଉ ଯଦି ସହିପାରିବିନି ତାହେଲେ ଗାଁକୁ ଗଲାବେଳେ ଟ୍ରେନରେ ନ ବସି ଟ୍ରେନ ଲାଇଟ୍ ତଳେ ମୋ ମୁଣ୍ଡ ଦେଖେଇ ଦେବି। ନାଇଁ ନାଇଁ, ତମେ ସେମିତି କିଛି କରିପାରିବନି। ତମକୁ ମୁଁ ଥାଉ ବାବୁ, ତମେ ଆଉ ରାଣ ପକେଇ ପାରିବନି। ମୁଁ ବୁଝି ସାରିଲିଣି ବାବୁ, ୟା ଭିତରେ ତମ ମନରେ ମୋ ପ୍ରତି ସ୍ନେହ ଭଲ ପାଇବା ଆସିଯାଇଛି। ହେଲେ ବାବୁ, କଥାରେ ଅଛି ତମେ ସେଇ ଜିନିଷକୁ ପାଇବା ପାଇଁ ଆଶା କର ଯାହା ତମ ଭାଗ୍ୟରେ ଅଛି। ତାହେଲେ କାହିଁକି ଲୋକ ହସର ପାତ୍ର ହବ? ବାବୁ, ମୁଁ ଆପଣମାନଙ୍କୁ ହାତ ଯୋଡୁଛି, ଆପଣମାନେ ମୋତେ ଆଉ କେହି ରାଣ ନିୟମ ପକେଇବାକୁ ବାଧ୍ୟ କରନ୍ତିନି। ଆଉ ତା ଛଡ଼ା ମୋତେ ସୁଖ ଶାନ୍ତି ରଖିବା ଏଇଟାକୁ ତମର କର୍ତ୍ତବ୍ୟ ନୁହେଁ? ତାହେଲେ ଠିକ ଅଛି, ତମେ ଏ ଘରେ ରହିବା ପାଇଁ ଭାଇ ଯେମିତି ତମ ହାତରୁ ଶଙ୍ଖା ମଥାରୁ ସିନ୍ଦୁର ପୋଛି ଦେଇଥିଲେ, ଆଜି ଠିକ ସେମିତି ଭାଇ ତମ ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ଲଗେଇଦେବେ। ଟିକେ ରୁହ, ମୁଁ ଶଙ୍ଖା ସିନ୍ଦୁର ନେଇ ଆସୁଛି। ଆରେ ତମେ ଏ କ'ଣ କହୁଛ? କ'ଣ ହଉଛି ସବୁ? रे वर्षा, दारुणी, अरे चुप है ठिया कौन? अरे सब कौन हो जाउची? तमे छुआ मान को मना करनो काहे की? काई एबे कोन तम बाप पड़िया माटी रे मिसी गला ना कोन? तमे जते मो कथा रखुन तले पिला माने सेते मो कथा रखिल तमे भाबुछ केमिति? जार जहा इच्छा होचे से सेया कर। मु काको उपदेश दबा दरकार। ତମକୁ ବାଧ୍ୟ କରିବା ଉଚିତ ମା। ବୁଝି ପାରୁଛି ମା, ତମ ମନରେ ଥିବା ମୋ ପାଇଁ ଭଲ ପାଇବାକୁ ମୁଁ ବୁଝିପାରୁଛି। ହେଲେ ମା, ଏ ଜନ୍ମରେ ତ ମୁଁ ତମର ଝିଅ ହୋଇପାରିଲିନି। ହେଲେ ଠାକୁରଙ୍କୁ ମୁଁ ଏତିକି ପ୍ରାର୍ଥନା କରୁଛି, ଆର ଜନ୍ମରେ ସେ ଯେମିତି ମୋତେ ତମରି ପୁଣି ମା ଗର୍ଭରେ ସ୍ଥାନ ଦେବେ। ତମେ କ'ଣ ଏଇଆ ଚାହୁଁଛ? ଏଇ ନିଅ ଶଙ୍ଖା ଆଉ ସିନ୍ଦୁର। ନାଇଁ ଦେଖିବାକୁ ନାଇଁ, ଏସବୁ କିନ୍ତୁ ନିହାତି ଅସୁନ୍ଦର କଥା। ଏଇଟା ନିହାତି ଅସଙ୍ଗତ କଥା। ଅସଙ୍ଗତ କେମିତି? ତମେ ତ ସେଦିନ ତମର ସୁରକ୍ଷା ପାଇଁ ହାତରେ ଶଙ୍ଖା ମଥାରେ ସିନ୍ଦୁର ପିନ୍ଧିଥିଲ। ସେଇଟା କ'ଣ ସୁନ୍ଦର ଥିଲା? ସେଇଟା କ'ଣ ଅସଙ୍ଗତ ନଥିଲା? ଆଉ ଆଜି ଯେତେବେଳେ ମୋ ପାପର ପ୍ରାୟଶ୍ଚିତ କରିବା ପାଇଁ ମୁଁ ଯାଉଛି, ସେଇଟା ମୋର ଅପରାଧ ହେବ କେମିତି? ସେଦିନ କଥା ଅଲଗା ଥିଲା, କିନ୍ତୁ ଆଜି କଥା ଅଲଗା ବାବୁ। ଆଜି କିନ୍ତୁ ଅଲଗା ହେଇ ସାରିଛି। ତମେ ତାକୁ ସଖା ସିନ୍ଦୁର ପିନ୍ଧାଇବ କେମିତି? ଆରେ ମୁଁ ପୁରା ବସିଛି। ତମେ ତାକୁ ସଖା ସିନ୍ଦୁର ପିନ୍ଧାଇବାର ମାନେ ତମେ ତାକୁ ସ୍ତ୍ରୀ ରୂପେ ଗ୍ରହଣ କରିବା। ତମେ କ'ଣ ଏଇଆ ଚାହୁଁଛ? ଦେଖ ମୋର ସଫା କଥା, ତମେ ଯଦି ତାକୁ ସ୍ତ୍ରୀ ରୂପେ ଗ୍ରହଣ କରିବ ତାହେଲେ ମୁଁ ଆତ୍ମହତ୍ୟା କରିଦେବି। अरे मरे जाओ तमे। ओ विधान चौधरी बिरु का पुरुष नुहे जे पत्नी कथारे डरी जाई मु जा नहीं ता करी जीवी। हाथ जोड़ुचे तम मन ए घरे लागिथिबा स्वामी स्त्री भितरे युद्ध को बंद कर। तानले सत को सत मु मरे जीवी। काहे मो शंख सिंदूर को ले आपण मानक भितर एमिति झगड़ा लागुचंती। केही शंख सिंदूर पिंधिबा दरकार नाही, केही पिंधिबा दरकार नाही। मु से शंख सिंदूर को निज हाथ रे पिंधि देबी। मु आपण मानक हाथ जोड़ुचे, मोर एते इच्छा पूरण करतो। मु आपण मानक गोड़